ଅଛନ୍ତି ବିନୋଦ ନାଥ ଷ୍ଟାଇଲିଶ ହିରୋ ଯାତ୍ରା ଜଗତର ଆଉ ଯାତ୍ରା ଇନ୍ଦ୍ର ଭୁବନ ଆଜି ମାନେ କରୁଛି ନାଟକ ସେଟା ଆମର ନୂଆ ନାଟକଟା ବହୁତ ଚର୍ଚ୍ଚିତ ନାଟକ ତା ବିଷୟରେ କହିବେ ତାପରେ ଆଗକୁ ବଢିବା। ଆପଣ ଆସନ୍ତୁ ନାଟକ ଭଲ ନାଟକ ସବୁ ହେଇଛି ନୂଆ ନାଟକ ଭଲ ଲାଗିବ ସକଳ ତୀର୍ଥ ପ୍ରଚରଣ ଆଉ ନଅଙ୍କ ଦୁର୍ଭିକ୍ଷ ଏ ଦୁଇଟା ନାଟକ ନୂଆ ହେଇଛି ଏବଂ ସେଠି ରାଷ୍ଟ୍ରୀୟ ତୁଳସୀ ତୁଳସୀ ତିନିଟା ଯାକ ଏକକୁ ଆରକା ନାଟକ ଆଉ ତିନିଟା ନାଟକ ଆପଣ ଦେଖିଲେ ଆପଣ କହିପାରିବେ ପାର୍ଥକ୍ୟ କ'ଣ ଆଉ ଆପଣଙ୍କୁ କେମିତି କ'ଣ ଲାଗୁଛି। ଟ୍ରେଣ୍ଡ ଚାଲିଛି ଯିଏ ଯେତେ ଭାଇରାଲ ହେଇପାରିଲା ସେତେ ନାଟକ ହିଟ୍ ସେ ଭାଇରାଲ ଦୌଡ଼ରେ ଶୁଣ ଭାଇରାଲ କଥାରେ କହୁଛନ୍ତି ଏସବୁ ଅଢେଇ ଦିନ ଯେତେ ଭାଇରାଲ ଜିନିଷ ଅଢେଇ ଦିନ ମୁଁ ଆପଣଙ୍କୁ କହିଦେଉଛି ଆଉ ଏଗୁଡ଼ା ସବୁ ବହୁତ ପରୀକ୍ଷା କରି ଦେଖାଯାଇଛି ଏବଂ ଆପଣମାନେ ଦେଖିବେ ଏଇ ସମୟରେ ମଜଗୁଲ ହେଇଯାଉଛନ୍ତି ଏସବୁ ଅଢେଇ ମାସିଆ କାମ ତେଣୁ କରିକି ଯେତିକି ଭାଇରାଲ ଜିନିଷ ହଉନା କାହିଁକି ଅତୀତରେ ଆପଣ ଦେଖି ଆସୁଛନ୍ତି ବର୍ତ୍ତମାନ ମଧ୍ୟ ଦେଖି ଆସୁଛନ୍ତି ବର୍ତ୍ତମାନ ସେ ଜିନିଷ ଅବସ୍ଥା ମଧ୍ୟ ସେଇଆ ତ ମୁଁ ସବୁବେଳେ କହୁଛି ଆପଣମାନେ ନାଟକ ପସନ୍ଦ କରନ୍ତି ନାଟକ ଭଲ ପାଆନ୍ତି ଓଡ଼ିଶାର ଦର୍ଶକ ଯାତ୍ରାକୁ ଦେଇଛନ୍ତି ସେମାନେ ଯାତ୍ରା ଦେଖିବେ ଯାତ୍ରାର ମାନେ କଳାର ଅଭିନୟର ପାରଦର୍ଶିତା ସେମାନେ ଦେଖିବେ କାହାଣୀ ସେମାନେ ଖୋଜିବେ ତ ଆମେ ସେଇଟାକୁ ବାଗେଇ ପାରିଲେ ସେଟା ଦୀର୍ଘଜୀବୀ ହେବ। ନାଟକ କଥା ଆସିଲା ସେବେକାର ନାଟକ ଏବେ ନାଟକ ଭିତରେ ବହୁତ ଦର୍ଶକ କହୁଛନ୍ତି ଆଉ ସେ ନାଟକ ଆଗ ଭଳି ନାହିଁ। ମୁଁ ତ ସେଇଆ କହୁଛି ଆପଣ କହୁଛୁ ସେଇ କଥା ନା ଭାଇରାଲ ଏଇ ଭାଇରାଲ ଜିନିଷ ଗଲା କେତେ ଦିନ ଆପଣ ଭାଇରାଲ କରିବେ ଭାଇରାଲ ମାନେ କ'ଣ ଥାଏ ସେଗୁଡା କ'ଣ ସବୁଦିନ ପାଇଁ ଆମ ଇଣ୍ଡଷ୍ଟ୍ରି ରହିପାରିବା ସେ ଜିନିଷ ସବୁବେଳେ ଆମେ ଦେଖିକି ଆପଣ ଲୋକମାନଙ୍କୁ ମନ ଜିଣି ପାରିବା ଲୋକମାନେ ଆଗରୁ କ'ଣ ଏଇସବୁ ଭାଇରାଲ ଥିଲା ଆଉ ଲୋକମାନେ ୟାଠାରୁ ଅଧିକ ଭଲ ପାଇବା ଦେଇଥିଲେ ଯାତ୍ରାକୁ ଆଗରୁ ବି ଏବେ ତ ଏ ଆଡକୁ ଗତି କରୁଛି ସେ ଜିନିଷ ନାହିଁ ମୁଁ ସବୁବେଳେ କହୁଛି ଆପଣମାନେ କି କ'ଣ ଭାବୁଥିବେ ମୁଁ ଅଲଗା କଥା କହିପାରୁନି କାରଣ ଆଗକାର କାହାଣୀ ଆଗକାର ନାଟକ ଆଗକାର ମାନେ ଯୋଉ ଜିନିଷ ଇଏ ସେଇଟାକୁ ଜିନିଷକୁ ଆମକୁ ଫେରେଇ ଆଣିବାକୁ ପଡିବ ଏବଂ ପୁଣି ନାଟକ ଉପରେ ବାଜିବିତ କରିବାକୁ ପଡିବ କାହାଣୀ ଉପରେ ଆମ ଯାତ୍ରା ସଂସ୍କୃତି ଉପରେ ଆମ ଯାତ୍ରା ସଂସ୍କୃତି କେମିତି ଅପଭ୍ରଂଶ ନ ହୁଏ ସଠିକ ମାର୍ଗରେ ଚାଲୁ ଏଇଟା ହେଲେ ତାହେଲେ ଆପଣ ପୁଣି ଯାତ୍ରାଟା ସେଇ ଟେଷ୍ଟରେ ଲାଗିବ। ବିନୋଦ ନାଥ ସଦାବେଳେ ସତ କଥା କହିକି ଚର୍ଚ୍ଚାରେ ରୁହନ୍ତି ଯୋଉଟା କି ମାନେ ନିରାଟ ନିଚ୍ଛକ ସତ କଥା ଆଜ୍ଞା 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 ଏଇଟା ମୋ ମନର କଥା କହିଲେ ମୁଁ ନିହାତି ନିଚ୍ଛକ ସତ କଥା କହେ ମୁଁ ଆପଣଙ୍କୁ କହିଦଉଛି ଦୂରଦୃଷ୍ଟି ସମ୍ପନ୍ନ ଜିନିଷ ଗୁଡା ମୁଁ ଯେତେବେଳେ କହେ ବିଚାର କରି କିଛି କହିଥାଏ କରଣ ଗୌଣ ମିଶାଣ ଫଳ ବାହାରିଥାଏ ମୁଁ କହିଦେବି ଆପଣଙ୍କୁ ଆଗକୁ ସେ ଜିନିଷଟା ହବ ପ୍ରାୟ 80% ଲାଗିବ ମୁଁ ଆପଣଙ୍କୁ କହିଦେଉଛି ତ ଜିନିଷ ବର୍ତ୍ତମାନ ସେ ହେଇଛି ଯାହା ବର୍ତ୍ତମାନ ଟ୍ରେଣ୍ଡ ଚାଲିଛି ମୁଁ ସେ କଥା କହୁଛି ଆମେ ସେଇ ଲୋକମାନେ ନାଟକ ଦେଇଯାଇଛୁ ଲୋକମାନଙ୍କ ଭିତରେ ଜିଣିକି ଆସିଥିଲୁ ଏବେ ଜିନିଷ ଗୁଡା କାହିଁକି ଆପଣମାନଙ୍କୁ ଖଟକା ଲାଗୁଛି କିଛି ନା କିଛି ଗୋଟେ ମାନେ ଗତାନୁଗତିକ ରୀତିର ଗୋଟେ ପରିବର୍ତ୍ତନ ନିଶ୍ଚୟ ହେଇଛି ବୋଲି ଆପଣଙ୍କୁ ଖଟକା ଲାଗୁଛି। ଆଗରୁ କହୁଥିଲେ ଯାହାକି ବୁଝିପାରିଲେ କ'ଣ ଟ୍ରେଣ୍ଡ କ'ଣ ଭାଇରାଲ ମୁଁ ବୁଝିପାରୁନି ଭାଇରାଲ ଟ୍ରେଣ୍ଡ ଶବ୍ଦ କେମିତି ଆସିଲା ଏ ଭିତରୁ କାହିଁକି ଟ୍ରେଣ୍ଡ ଭାଇରାଲ ଇଟ୍ ମିନ୍ସ କ'ଣ ଆମେ ନାଟକୀୟତା କରିବା ତା ଭିତରେ ଅନ୍ୟ କିଛି ଜିନିଷ ପୁରେଇବା କମର୍ସିଆଲ କମର୍ସକୁ ବାଣିଜ୍ୟକୁ ଭିତ୍ତି କରିକି ଆମେ ଯଦି ଆଉ କିଛି ତା ଭିତରେ ଅଲଗା ଜିନିଷ ସବୁ କରିବା ସେଇଟା ହଉଛି କିଛି ଦିନ ପାଇଁ ସେଇଟା ହଉଛି ଟ୍ରେଣ୍ଡ ସେଇଟା ହଉଛି ସମସାମୟିକ ମାନେ ଆମେ ତ ଅଳ୍ପ ସମୟ ପାଇଁ ହେଲା ମୁଁ ଆପଣଙ୍କୁ କହୁଛି ଯୋଉ ଯୋଉ ଜିନିଷ ଆପଣ ହେଇ ଆସିଛି ମୁଁ ଆପଣଙ୍କ ସମ୍ପୂର୍ଣ୍ଣ ଭାବରେ ଖୋଲିକି କହିବି କି ଆପଣ ଦେଖିବା ଟ୍ରେଣ୍ଡ ମାନେ କ'ଣ ଟ୍ରେଣ୍ଡ କେତେ ପ୍ରକାର ଟ୍ରେଣ୍ଡଟା ଯାତ୍ରା ଇଣ୍ଡଷ୍ଟ୍ରିର ପଇସା ଇଏ କରିବା ପାଇଁ କେତେ ପ୍ରକାର ଟ୍ରେଣ୍ଡ ମାନେ ଗତ କିଛି ଦିନ ହବ ଚାଲି ଆସିଛି ସେଟା ଦେଖା ହେଇଛି ଦର୍ଶକ ଦେଖି ସାରିଲେଣି ଧରି ସାରିଲେଣି ତେଣୁ ଅଳ୍ପ ସମୟ ପାଇଁ ସେମାନେ ବାୟା ହେବେ ଦର୍ଶକ ଅଳ୍ପ ସମୟ ପାଇଁ ବାୟା ହେବେ ଧରି ପକେଇଲେ ସେଇ ଦର୍ଶକ ଆପଣ ଫୋପାଡ଼ି ଦେବେ କ'ଣ ମାର୍କେଟରେ ଯାହା ଦେଖାଯାଉଛି ସେଇଟା ହିଁ ବିକ୍ରି ହଉଛି ଯୋଉ ଦିକଟା है वो बिकता है କ'ଣ କିଛି ନାହିଁ ଦେଖିଲା କିଛି ନାହିଁ ଏସବୁ ଏଥିପାଇଁ ସେ ଆପଣ କହୁଛି ଭାଇରାଲ କରିକି ଆପଣ ସେଇଟା କୋଉ ବର୍ଷ ଚଲେଇବେ ନାଟକ 2 ବର୍ଷ ଚଲେଇବେ ନାଟକ 2.5 ବର୍ଷ ପରେ ସରିଲା ତ ମୁଁ 2.5 ମାସ କହୁଛି 2.5 ବର୍ଷ ଆପଣ କୁହନ୍ତୁ ମୁଁ ଆପଣ କହୁଛି ଲୋକଟା ସତ ଧରି ପକେଇବେ। ଆପଣ 10 ବର୍ଷ ତଳେ ଗୋଟେ ନାଟକ ଗୋଟେ ଜାଗାରେ 2 ରାତି 3 ରାତି କରୁଥିଲେ ଡବଲ ଶୋ କରୁଥିଲେ ଆଜି ଗୋଟେ ନାଟକ ତା ପରବର୍ତ୍ତୀ ସେ ନାଟକ ହଉଛି ସେଇଥିପାଇଁ ମୁଁ କେତେ ଥର କହିବି
ମୁଁ ଜିନିଷଟା ବାରମ୍ବାର କହି ଆସିଲି ଆପଣ ଆମେ କେତେ କଥା କହିଛି ସବୁବେଳେ ସେଇ କଥା କହିହବ ନାଇଁ ମୁଁ ସତ କଥା କହେ ମୁଁ କାହିଁ କହେ କିଛି କଥା ପେଟ ଭିତରେ ରଖିକି କହେ କିନ୍ତୁ ପରୋକ୍ଷରେ ଅନ୍ୟ ଲୋକମାନେ ବି କହିଥାଏ ବୁଝ ସମୟ ଆସିଛି ଆମେ ଯଦି ୟାର ସମାଧାନ ନ କରିବା ଅସୁବିଧା ହେଇଯିବ ଆଗକୁ ସମୟ ଆସିଛି ବୋଲି ଗୋଟେ ଲିଡିଂ କ୍ୟାରେକ୍ଟର ଦୁଇଟା ପାଠ ସିଆଡେ ପୁଣି କଥା ହେଲା ସେ ପଇସା କଥା ନୁହଁ ଏଠି ପଇସା ମାତ୍ରେ ଆପଣ ବ୍ୟକ୍ତିଗତ ଭାବରେ ଭୁଲ କରିବେ ଏଇଟା କିଏ କହିବେ ଆପଣ ଏଇଟା ବ୍ୟକ୍ତିଗତ ସବୁ କଳାକାର ଭୁଲ କରୁଛନ୍ତି ଓ ସବୁ କଳାକାର ଭୁଲ କରୁଛନ୍ତି ନା ସବୁ ମାଲିକ ଭୁଲ କରୁଛନ୍ତି ସେଟା କିଏ କଣ କରୁଛି ସେଟା କହିବ ଯିଏ ଭୁଲ କରେ ତା ପରିଣାମ ଫଳ ପାଇବ ବିନୋଦ ବାବୁଙ୍କୁ ଆପଣଙ୍କର ଗୋଟେ ଶିକ୍ଷା ଅନୁଷ୍ଠାନ କରିଥିଲେ ହଁ ଭଲ ଲାଗିଛି ହଁ ଏଇ ପଡିବେ ସେ ତାର ହଁ କରିବା ମୁଁ କାହିଁ କହୁଛି ବର୍ତ୍ତମାନ ମୁଁ କହୁନି ସେ ତାର ଠିକ ଇଏ ହେଇଛି ତା ସମୟ ଆସୁଛି ତାକୁ କରିବା ପାଇଁ ମତେ ଟିକେ ପ୍ରିପେୟାର ହେବାକୁ ପଡୁଛି ୱେଲ୍ ପ୍ରିପେୟାର ହେଇକି ଆପଣ ଯିବାକୁ ପଡିବ ସବୁ ଜିନିଷ ହେଇଯାଇଛି ପିଲାମାନେ କେହି ସଠିକ ଜିନିଷ ସଠିକ ମାର୍ଗ ପାଇଁ ଯାତ୍ରା ଅପେରା ଟ୍ରେନିଂ ପାଇଁ ଠିକ ଜିନିଷ ସେମାନେ ଶିଖିପାରିବେ ସେଇ ଜିନିଷ ସମ୍ବିଧାନ ଲେଖାଯାଉଛି ତାର ସେଇ ଟାଇପର ଗୋଟେ ସିଲାବସ ଲେଖାଯାଉଛି ଖୁବ ଶୀଘ୍ର ଏଇଟା ଖୋଲିବ ଏବଂ ପ୍ରେସ ମିଟ୍ ମାଧ୍ୟମରେ ଆପଣ ସମସ୍ତେ ଜାଣିବେ ଧନ୍ୟବାଦ ଧନ୍ୟବାଦ